କପଡ଼ାର ଥାନ ଲଦି ହାଟ ବଜାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ନାମଦେବକୁ ତାଙ୍କ ପତ୍ନୀ କହିଲେ, ଆଜି ତ ଘରେ ଖାଇବାକୁ କିଛି ବି ନାହିଁ। ଅଟା, ଲୁଣ, ଡାଲି, ଚାଉଳ, ଗୁଡ଼ ଏବଂ ଚିନି ସବୁ ଶେଷ ହୋଇଯାଇଛି। ସଞ୍ଜବେଳେ ଯେତେବେଳେ ବଜାରରୁ ଫେରିବ ସେହି ସମୟରେ ଘର ପାଇଁ ରାସନ ସାମଗ୍ରୀ ଧରି ଆସିବ। ଭକ୍ତ ନାମଦେବ ଉତ୍ତର ଦେଲେ, ଦେଖୁଛି ଯେମିତି କୃଷ୍ଣଙ୍କ କୃପା। ଯଦି କିଛି ଭଲ ମୂଲ୍ୟ ମିଳିଗଲା ତେବେ ନିଶ୍ଚିନ୍ତ ଭାବେ ଆଜି ଘରକୁ ଧନଧାନ୍ୟ ଆସିଯିବ। ପତ୍ନୀ କହିଲେ, ସ୍ୱାମୀ, ଯଦି ଭଲ ଦାମ ନ ମିଳେ ତଥାପି ଏହି ବୁଣା ହୋଇଥିବା କପଡ଼ାକୁ ବିକ୍ରି କରି କିଛି ରାସନ ତ ନେଇ ଆସିବ। ଘରର ବଡ଼ମାନେ ତ ଭୋକ ସହି ନେବେ, କିନ୍ତୁ ପିଲାମାନେ ଏବେ ଛୋଟ, ସେମାନଙ୍କ ପାଇଁ କିଛି ନିଶ୍ଚୟ ଆଣିବ, ଯେମିତି ମୋ ପ୍ରଭୁଙ୍କ ଇଚ୍ଛା। ଏତିକି କହି ଭକ୍ତ ନାମଦେବ ହାଟ ବଜାରକୁ ଚାଲିଗଲେ। ବଜାରରେ ତାଙ୍କୁ କିଏ ଜଣେ ଡାକିଲା, ବା ସାଇଁ, କପଡ଼ା ତ ବହୁତ ଭଲ ବୁଣିଛ। ତୁମ ପରିବାର ହସୁଥାଉ। ଏହି ଫକୀର ଶୀତରେ ଥରି ଥରି ମରିଯିବ। ଦୟାକର ଏବଂ ଭଗବାନଙ୍କ ନାମରେ 2ଟି ଚାଦର ପାଇଁ କପଡ଼ା ଏହି ଥଳିରେ ଏହି ଫକୀରର ଝୁଲିରେ ପକାଇ ଦିଅ। ଭକ୍ତ ନାମଦେବ ପଚାରିଲେ, ବାବା, 2ଟି ଚାଦର ପାଇଁ କେତେ କପଡ଼ା ଲାଗିବ? ଫକୀର ଜଣକ ଯେମିତି କପଡ଼ା ମାଗିଲେ, ସଂଯୋଗ ବଶତଃ ନାମଦେବଙ୍କ ଥାନରେ ଠିକ୍ ସେତିକି ହିଁ କପଡ଼ା ଥିଲା। ଆଉ ଭକ୍ତ ନାମଦେବ ସେହି ସମସ୍ତ କପଡ଼ା ସେହି ଫକୀରଙ୍କୁ ଦାନ କରିଦେଲେ। ଦାନ କରିସାରିବା ପରେ ଯେତେବେଳେ ନାମଦେବ ଘରକୁ ଫେରିବାକୁ ବାହାରିଲେ, ତାଙ୍କ ଆଖି ଆଗରେ ପରିବାର ଲୋକଙ୍କ ଭୋକିଲା ମୁହଁ ନାଚି ଉଠିଲା। ପତ୍ନୀଙ୍କ ସେହି କଥା ମନେ ପଡ଼ିଗଲା କି ଘରେ ଖାଇବା ସାମଗ୍ରୀ ସବୁ ଶେଷ ହୋଇଯାଇଛି। ଦାମ କମ୍ ମିଳିଲେ ବି ପିଲାଙ୍କ ପାଇଁ କିଛି ଧରି ଆସିବ। ଏବେ ଦାମ ତ ଦୂରର କଥା, କପଡ଼ା ବି ଦାନ ହୋଇଗଲା। ଭକ୍ତ ନାମଦେବ ଏକାନ୍ତରେ ଏକ ବରଗଛ ଛାଇରେ ଯାଇ ବସିଗଲେ। ଯେମିତି ମୋ ପ୍ରଭୁଙ୍କ ଇଚ୍ଛା। ଯେତେବେଳେ ସାରା ସୃଷ୍ଟିର ପାଳନ ସେ ନିଜେ କରୁଛନ୍ତି, ତେବେ ମୋ ପରିବାରର ଦାୟିତ୍ୱ ବି ସିଏ ହିଁ ନେବେ। ଏହା କହି ନାମଦେବ ନିଜ ହରିଙ୍କ ଭଜନରେ ଲୀନ ହୋଇଗଲେ। ଏବେ ଭଗବାନ କେମିତି ସ୍ଥିର ହୋଇ ରହିଥାନ୍ତେ? ନାମଦେବ ତ ସାରା ପରିବାରର ଦାୟିତ୍ୱ ତାଙ୍କ ଉପରେ ଛାଡ଼ିଦେଲେ। ଭଗବାନ ଭକ୍ତଙ୍କ କୁଡ଼ିଆର ଦୁଆରେ ଯାଇ ବାଡ଼େଇଲେ। ନାମଦେବଙ୍କ ପତ୍ନୀ ପଚାରିଲେ, କିଏ? ଭଗବାନ ପଚାରିଲେ, ନାମଦେବଙ୍କ ଘର କ'ଣ ଏଇଟା? ଭିତରୁ ଶବ୍ଦ ଆସିଲା, ଆଜ୍ଞା ହଁ, ଆପଣଙ୍କୁ କିଛି ଦରକାର କି? ଭଗବାନ ଭାବିବାକୁ ଲାଗିଲେ ଯେ ଧନ୍ୟ ଏହି ପରିବାର। ଘରେ ତ କିଛି ନାହିଁ, ତଥାପି ହୃଦୟରେ ସାହାଯ୍ୟ କରିବାର ଜିଜ୍ଞାସା ଅଛି। ଭଗବାନ କହିଲେ, କବାଟ ଖୋଲନ୍ତୁ। ପତ୍ନୀ ପଚାରିଲେ, କିନ୍ତୁ ଆପଣ କିଏ? ଭଗବାନ କହିଲେ, ସେବକର ପରିଚୟ କ'ଣ ହୋଇଥାଏ ଭଗତୁଣୀ? ଯେମିତି ନାମଦେବ ବିଠୋଙ୍କ ସେବକ, ସେମିତି ମୁଁ ନାମଦେବଙ୍କ ସେବକ। ଏହି ରାସନ ସାମଗ୍ରୀ ତକ ରଖିଦିଅନ୍ତୁ। ପତ୍ନୀ କବାଟ ଖୋଲିଦେଲେ। ଏହାପରେ ଘରକୁ ଏତେ ରାସନ ଆସିବାକୁ ଲାଗିଲା ଯେ ରହିବା ପାଇଁ ଜାଗା କମ୍ ପଡ଼ିଗଲା। ଏତେ ସାମଗ୍ରୀ ନାମଦେବ ପଠାଇଛନ୍ତି? ମୋତେ ତ ବିଶ୍ୱାସ ହେଉନି। ପତ୍ନୀ ପଚାରିଲେ। ଭଗବାନ କହିଲେ, ହଁ ଭଗତୁଣୀ, ଆଜି ନାମଦେବଙ୍କ କପଡ଼ା ଭଗବାନ କିଣିଛନ୍ତି। ନାମଦେବଙ୍କର ଯେମିତି ସାମର୍ଥ୍ୟ ଥିଲା ସେ ଦେଲେ। ଏବେ ମୋ ସରକାରଙ୍କର ଯେତିକି ସାମର୍ଥ୍ୟ ସେ ସୁଝାଉଛନ୍ତି। ଆଉ କେଉଁଠି ଜାଗା ଅଛି କୁହନ୍ତୁ, ସବୁ କିଛି ଆସିବାକୁ ଯାଉଛି। ସଞ୍ଜ ହେବାକୁ ଲାଗିଥିଲା। ସାମଗ୍ରୀ ରଖୁ ରଖୁ ପତ୍ନୀ ଥକି ପଡ଼ିଥିଲେ। ପିଲାମାନେ ଘରେ ଏତେ ଖାଦ୍ୟ ଦେଖି ଖୁସି ହୋଇଗଲେ। ସେମାନେ କେତେବେଳେ ଚିନି ଖାଉଥିଲେ ତ କେତେବେଳେ ଗୁଡ଼, କେତେବେଳେ କାଜୁ କିସମିସ ଦେଖି ଖୁସିରେ ଝୋଲି ଭରି ପଡ଼େ। ନାମଦେବ ଏପର୍ଯ୍ୟନ୍ତ ଘରକୁ ଆସିନଥିଲେ, କିନ୍ତୁ ସାମଗ୍ରୀ ଆସିବା ଜାରି ରହିଥିଲା। ଶେଷରେ ପତ୍ନୀ ହାତ ଯୋଡ଼ି କହିଲେ, ସେବକ ଆଜ୍ଞା, ଏବେ ବାକି ସାମଗ୍ରୀ ସନ୍ଥ ଆସିବା ପରେ ଆଣିବେ। ଆମକୁ ତାଙ୍କୁ ଖୋଜିବାକୁ ଯିବାକୁ ହେବ, କାରଣ ସେ ତ ଗାଁ ବାହାରେ ବରଗଛ ମୂଳେ ବସି ତାଙ୍କର ପ୍ରଭୁଙ୍କ ଭଜନ କରୁଛନ୍ତି। ଏବେ ପରିବାର ଲୋକେ ନାମଦେବଙ୍କ ପାଖକୁ ଗଲେ। ସମସ୍ତଙ୍କୁ ସାମ୍ନାରେ ଦେଖି ନାମଦେବ ଭାବିଲେ, ବୋଧହୁଏ ଏମାନେ ଭୋକରେ ଆତୁର ହୋଇ ମୋତେ ଖୋଜୁଛନ୍ତି। ନାମଦେବ କିଛି କହିବା ପୂର୍ବରୁ ପତ୍ନୀ କହି ଉଠିଲେ, କିଛି ଟଙ୍କା ବଞ୍ଚାଇ ଦେବାର ଥିଲା। ଯଦି କପଡ଼ା ଭଲ ଦାମରେ ବିକ୍ରି ହେଲା, ତେବେ କ'ଣ ସବୁ ସାମଗ୍ରୀ ଆଜି ହିଁ କିଣି ପଠାଇବାର ଥିଲା? ନାମଦେବ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପିଲାଙ୍କର ହସ ହସ ମୁହଁ ଦେଖି ସେ ବୁଝିଗଲେ ଯେ ନିଶ୍ଚିନ୍ତ ଭାବେ ତାଙ୍କ ପ୍ରଭୁ କିଛି ଲୀଳା କରିଛନ୍ତି। ପତ୍ନୀ କହିଲେ, ଯେଉଁ ସରକାରଙ୍କୁ ଆପଣ କପଡ଼ା ବିକିଲେ, ସେ ତ ଘରକୁ ସାମଗ୍ରୀ ପଠାଇବା ବନ୍ଦ କରୁନଥିଲେ। ଜଣା ନାହିଁ କେତେ ବର୍ଷର ରାସନ ଦେଇଗଲେ। ତାଙ୍କୁ ଅନୁରୋଧ କରି ଅଟକାଇଲେ ଯେ ବାକି ତକ ସନ୍ଥ ଆସିବା ପରେ ରଖିବା। ଭକ୍ତ ନାମଦେବ ହସିବାକୁ ଲାଗିଲେ ଏବଂ କହିଲେ,
ଏହି ସରକାର ସେମିତି ହିଁ, ସେ ଯେତେବେଳେ ଦେବା ଆରମ୍ଭ କରନ୍ତି ସେତେବେଳେ ନେଲାବାଲା ଥକିଯାଆନ୍ତି। ଜନ୍ମରୁ ବୈରାଗୀ ଶୁକଦେବ ମହର୍ଷି ବେଦବ୍ୟାସଙ୍କ ପୁତ୍ର ଥିଲେ। ସେ ଜନ୍ମରୁ ହିଁ ବିତରାଗୀ ଏବଂ ବ୍ରହ୍ମଜ୍ଞାନୀ ଥିଲେ। ଏହି ଭୌତିକ ସଂସାର ବା ଦେହ ପ୍ରତି ତାଙ୍କର ତିଳେ ମାତ୍ର ମୋହ ନଥିଲା। ସେ ସର୍ବଦା ଆତ୍ମଚିନ୍ତନରେ ମଗ୍ନ ରହୁଥିଲେ ଏବଂ ନିଜ ଶରୀରର ହୋସ ମଧ୍ୟ ତାଙ୍କର ନଥିଲା। ଏହି କାରଣରୁ ସେ ଦିଗମ୍ବର ଅବସ୍ଥାରେ ବଣ ଜଙ୍ଗଲରେ ଘୁରି ବୁଲୁଥିଲେ। ଦିନେ ସେ ଘର ତ୍ୟାଗ କରି ଘଞ୍ଚ ଜଙ୍ଗଲ ଆଡ଼କୁ ଚାଲିଗଲେ। ପୁତ୍ର ମୋହରେ ଆବଦ୍ଧ ହୋଇ ପିତା ବେଦବ୍ୟାସ ହେ ପୁତ୍ର ଡାକି ତାଙ୍କ ପଛେ ପଛେ ଚାଲିଲେ। ଶୁକଦେବ ଆତ୍ମଲୀନ ଅବସ୍ଥାରେ ଏକ ସୁନ୍ଦର ସରୋବର କିମ୍ବା ନଦୀ କୂଳ ଦେଇ ଯାଉଥିଲେ। ସେହି ସମୟରେ ନଦୀର ସ୍ୱଚ୍ଛ ଜଳରେ କିଛି ସୁନ୍ଦରୀ ଦେବକନ୍ୟା ବିବସ୍ତ୍ର ହୋଇ ଆନନ୍ଦରେ ସ୍ନାନ କରୁଥିଲେ। ଶୁକଦେବ ଥିଲେ ଏକ 16 ବର୍ଷର ସୁନ୍ଦର ଯୁବକ ଏବଂ ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କୁ ସେହି ବାଟ ଦେଇ ଯାଉଥିବାର ଦେଖି ମଧ୍ୟ ସ୍ନାନରତ କନ୍ୟାମାନେ ଟିକିଏ ବି ଲଜ୍ଜାବୋଧ କଲେ ନାହିଁ। ସେମାନେ ଯେମିତି ସ୍ନାନ କରୁଥିଲେ ସେମିତି ହିଁ ରହିଲେ। କେହି ହେଲେ ନିଜର ବସ୍ତ୍ର ଘୋଡ଼ାଇବାକୁ ଚେଷ୍ଟା କଲେ ନାହିଁ। ଶୁକଦେବଙ୍କ ଯିବାର କିଛି ସମୟ ପରେ ନିଜ ପୁତ୍ରକୁ ଖୋଜି ଖୋଜି ମହର୍ଷି ବେଦବ୍ୟାସ ସେଠାରେ ପହଞ୍ଚିଲେ। ବେଦବ୍ୟାସ ଥିଲେ ବୃଦ୍ଧ ଏବଂ ସେ ଉପଯୁକ୍ତ ବସ୍ତ୍ର ପରିଧାନ କରିଥିଲେ। କିନ୍ତୁ ତାଙ୍କୁ ଆସୁଥିବାର ଦେଖିବା ମାତ୍ରେ କନ୍ୟାମାନେ ତରବର ହୋଇ ଜଳରୁ ବାହାରି ନିଜ ନିଜର ଲୁଗା ପିନ୍ଧି ନେଲେ। ସେମାନଙ୍କ ଆଖିରେ ଏକ ପ୍ରକାର ଲଜ୍ଜା ଓ ସଂକୋଚ ଥିଲା। ଏହି ଘଟଣା ବେଦବ୍ୟାସଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କଲା। ସେ କନ୍ୟାମାନଙ୍କୁ ପଚାରିଲେ, ହେ କନ୍ୟାଗଣ, ମୋର ଯୁବକ ପୁତ୍ର ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଏଠାରୁ ଗଲା। ତାକୁ ଦେଖି ତ ତୁମେମାନେ ଟିକିଏ ବି ଲଜ୍ଜା କଲ ନାହିଁ। କିନ୍ତୁ ମୁଁ ଜଣେ ବୃଦ୍ଧ ଏବଂ ବସ୍ତ୍ର ପିନ୍ଧିଛି, ତା ସତ୍ତ୍ୱେ ମୋତେ ଦେଖି ତୁମେମାନେ କାହିଁକି ବସ୍ତ୍ର ପରିଧାନ କଲ? ଏହାର କାରଣ କ'ଣ? କନ୍ୟାମାନେ ଅତ୍ୟନ୍ତ ବିନମ୍ରତାର ସହ ହାତ ଯୋଡ଼ି ଯେଉଁ ଉତ୍ତର ଦେଲେ ତାହା ସମଗ୍ର ସୃଷ୍ଟିର ସବୁଠାରୁ ବଡ଼ ଦର୍ଶନ ଥିଲା। ସେମାନେ କହିଲେ ଯେ, ହେ ମହର୍ଷି, ଆପଣ ସୃଷ୍ଟିର ଜଣେ ମହାନ ଜ୍ଞାନୀ ହୋଇପାରନ୍ତି, କିନ୍ତୁ ଆପଣଙ୍କ ମନରେ ଏବେ ବି ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ଥିବା ଶାରୀରିକ ଭେଦଭାବ ରହିଛି। ଆପଣ ଏବେ ବି ଶରୀରକୁ ଦେଖୁଛନ୍ତି। ଆମେ ବିବସ୍ତ୍ର ଥିବାରୁ ଆପଣଙ୍କୁ ଆମେ ସ୍ତ୍ରୀ ବୋଲି ପ୍ରତୀତ ହେଲୁ। ତେଣୁ ସାମାଜିକ ନିୟମ ଅନୁସାରେ ଆମେ ଲଜ୍ଜାବୋଧ କରି ବସ୍ତ୍ର ପିନ୍ଧିଲୁ। କିନ୍ତୁ ଆପଣଙ୍କ ପୁତ୍ର ଶୁକଦେବ ସମ୍ପୂର୍ଣ୍ଣ ରୂପେ ଦେହାତୀତ। ତାଙ୍କ ନିକଟରେ ସ୍ତ୍ରୀ, ପୁରୁଷ, ଗଛ, ଲତା, ପଶୁ, ପକ୍ଷୀ ସବୁ ସମାନ। ସେ ଶରୀର ନୁହେଁ, କେବଳ ତା ଭିତରେ ଥିବା ଆତ୍ମାକୁ ହିଁ ଦେଖନ୍ତି। ତାଙ୍କ ପାଇଁ ସୃଷ୍ଟିରେ କେହି ସ୍ତ୍ରୀ କିମ୍ବା ପୁରୁଷ ନୁହନ୍ତି। ଯେତେବେଳେ ସେ ଆମ ପାଖ ଦେଇ ଗଲେ ତାଙ୍କ ଦୃଷ୍ଟିରେ କୌଣସି ବିକାର ନଥିଲା, ଯେମିତି ଗୋଟିଏ ନିଷ୍ପାପ ଛୋଟ ଶିଶୁର ଦୃଷ୍ଟି। ତେଣୁ ତାଙ୍କ ସାମ୍ନାରେ ଆମକୁ କୌଣସି ଲଜ୍ଜା ଅନୁଭବ ହେଲା ନାହିଁ। ଏହି କଥା ଶୁଣି ମହର୍ଷି ବେଦବ୍ୟାସ ନିର୍ବାକ ହୋଇଗଲେ। ସେ ବୁଝିଗଲେ ଯେ ତାଙ୍କ ପୁତ୍ର ଆଧ୍ୟାତ୍ମିକତାର ଏହି ଶିଖରରେ ପହଞ୍ଚି ସାରିଛନ୍ତି, ଯେଉଁଠି ଦେହ ଅଭିମାନର ଅନ୍ତ ଘଟିଥାଏ। କିନ୍ତୁ ନିଜେ ବେଦବ୍ୟାସ ଏବେ ବି ସେଠାରେ ପହଞ୍ଚି ପାରିନାହାନ୍ତି।